ପୂର୍ବରୁ ଆମେମାନେ ଦେଖିଥିଲେ ନାରୀ ଆନ୍ଦୋଳନ, ପରିବେଶ ସୁରକ୍ଷା ଆନ୍ଦୋଳନ। ବର୍ତ୍ତମାନ ଆମେ ଦେଖିବା ଯେ ବିସ୍ଥାପନ ବିରୋଧୀ ଆନ୍ଦୋଳନ ସମ୍ପର୍କରେ। ତ ବିସ୍ଥାପନ କହିଲେ ପ୍ରଥମେ କ'ଣ ବୁଝ ସେ ସମ୍ପର୍କରେ ଆମେ ଦେଖିବା। ତ ବିସ୍ଥାପନ କହିଲେ କୌଣସି ଗୋଟିଏ ବିକାଶମୂଳକ କାର୍ଯ୍ୟରେ ଯଦି ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗଲେ ତାହାକୁ ବିସ୍ଥାପନ ବୋଲି କହିପାରିବା। ବିକାଶ ଓ ବିସ୍ଥାପନ ଆନ୍ଦୋଳନ ବର୍ତ୍ତମାନ କ'ଣ ହେଉଛି ନା ଭାରତ ବର୍ଷରେ ସଂଗଠିତ ହେଉଥିବା ବିଭିନ୍ନ ଜନ ଆନ୍ଦୋଳନ ଦେଖିବାକୁ ମିଳୁଛି। ସେ ମଧ୍ୟରୁ ବିକାଶ ଓ ବିସ୍ଥାପନ ବିରୋଧୀ ଗୋଟେ ପ୍ରମୁଖ ଆନ୍ଦୋଳନ ବୋଲି ଆମେ କହିପାରିବା। ଭାରତରେ ଅନୁସୃତ ହେଉଥିବା ବିକାଶ ଧାରାକୁ ବିରୋଧ କରି ଗଢ଼ି ଉଠୁଥିବା ଏହି ଆନ୍ଦୋଳନ ମୁଖ୍ୟତଃ ବିକାଶମୂଳକ ପରିଯୋଜନାମୂଳକ ଦ୍ୱାରା ବିସ୍ଥାପିତ ହେଉଥିବା ଦେଖିବାକୁ ମିଳିଥାଏ, ଯାହା କ'ଣ ହୋଇଥାଏ ନା ଜୀବନ ଜୀବିକା ଅଧିକାର ଗୁଡ଼ିକ ସୁରକ୍ଷା ସଂରକ୍ଷଣ ଆଦି ସହ ଜଡ଼ିତ। ଭାରତରେ ବିକାଶ ଓ ବିସ୍ଥାପନ ସମସ୍ୟା କିପରି ଭାବରେ ଦେଖାଯାଇଥାଏ। ଉପନିବେଶ ଶାସନରୁ ଭାରତ 1947ରେ ମୁକ୍ତ ହୋଇଛି, ଅର୍ଥାତ୍ ଭାରତ ଇଂରେଜ ଠାରୁ ସ୍ୱାଧୀନତା ପ୍ରାପ୍ତ କରିଛି 1947ରେ। ସ୍ୱାଧୀନତା ବେଳକୁ ଦେଶର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିଲା। ସେ ସମୟରେ ହୀରାକୁଦ ଡ୍ୟାମ୍ ମଧ୍ୟ ହୋଇଥିଲା ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ। ତାପରେ ଦାରିଦ୍ର୍ୟ, ବେକାରୀ, ନିରକ୍ଷରତା, ପଛୁଆପଣ ଆଦି ଦେଖିବାକୁ ମିଳିଥାଏ ଭାରତୀୟ ଅର୍ଥନୀତିରେ। ଏସବୁକୁ ଦୂର କରି ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ହିସାବରେ ଗଢ଼ି ତୋଳିବା ରାଷ୍ଟ୍ରନାୟକ ସମ୍ମୁଖରେ ଥିଲା ଗୋଟେ ବଡ଼ ଆହ୍ୱାନ। ଏସବୁ ସମସ୍ୟା ଦୂର କରିବା ପାଇଁ ତଥା ଉପଯୁକ୍ତ ବିକାଶ ଧାରା ଆପଣେଇବା ପାଇଁ ପାଶ୍ଚାତ୍ୟ ବିକାଶ ଧାରା ସମର୍ଥନ ପଣ୍ଡିତ ନେହେରୁ, ଇନ୍ଦିରା ଗାନ୍ଧୀ ବିତର୍କ ଆରମ୍ଭ କରିଥିଲେ। ନେହେରୁ ପାଶ୍ଚାତ୍ୟ ଶୈଳୀରେ ଭାରତର ବିକାଶ ଚାହୁଁଥିବା ବେଳେ ଗାନ୍ଧୀବାଦୀ ନିଜସ୍ୱ ଉପାୟ ଓ କୌଶଳରେ ବିକାଶ ଚାହୁଁଥିଲେ। ଗାନ୍ଧୀଙ୍କ ଦର୍ଶନକୁ ଅଣଦେଖା କରି ନେହେରୁ ଆର୍ଥିକ ବିକାଶ ଧାରାକୁ ଆପଣେଇଥିଲେ। ପାଶ୍ଚାତ୍ୟ ଦେଶରେ ଯୋଜନାବଦ୍ଧ ବିକାଶ ପାଇଁ 1950ରେ ଯୋଜନା ଆୟୋଗ ଗଠିଥିଲା। ଗୋଟେ ସର୍ଟ ଟାଇପ୍ କ୍ୱେଶ୍ଚିନ୍, 1950ରେ କ'ଣ ହୋଇଥିଲା ନା ଯୋଜନା ଆୟୋଗ ଗଠିତ ହୋଇଥିଲା, ଅର୍ଥାତ୍ ପ୍ଲାନିଂ କମିଶନ। ଯୋଜନା ଆୟୋଗ ଦ୍ୱାରା ତତ୍ତ୍ୱାବଧାନରେ ଭାରତରେ ଗୋଟେ ମିଶ୍ରିତ ଅର୍ଥନୀତି ବିକାଶ ଧାରା ଦେଖିବାକୁ ମିଳିଲା। ରାଷ୍ଟ୍ରୀୟ ମାଲିକାନାରେ ଦେଶର ଆର୍ଥିକ ବିକାଶ ଧାରାରେ ପ୍ରାଧାନ୍ୟ ଦିଆଗଲା। ପୁଣି ବୃହତ ଶିଳ୍ପ ହେଲା, କଳକାରଖାନା ମାନ ସ୍ଥାପନ କରି ଆର୍ଥିକ କ୍ଷେତ୍ରରେ ବିକାଶର ନକ୍ସା ପ୍ରସ୍ତୁତ କରାଗଲା। ଭାରତରୁ ଦାରିଦ୍ର୍ୟ ହେଲା, ବେକାରୀ ହେଲା ଦୂରୀ କରିବା ପାଇଁ ତଥା ଦ୍ରୁତ ବିକାଶ ପାଇଁ ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନା ଠାରୁ ବ୍ୟାପକ ଶିଳ୍ପାୟନ ହେଲା, କଳକାରଖାନା ସ୍ଥାତ ଭିତ୍ତିଭୂମିକୁ ଗୁରୁତ୍ୱ ଆରୋପ କରାଗଲା। ଏସବୁ ବୃହତ ଯୋଜନା ଗୁଡ଼ିକରୁ ଜଳସେଚନ ହେଲା, ପ୍ରକଳ୍ପ ଶକ୍ତି ପ୍ରକଳ୍ପ ହେଲା, ବୃହତ କଳକାରଖାନା ହେଲା, ଖଣି ଉତ୍ତୋଳନ ହେଲା, ଲାଭ ମିଳିଲେ ତାହା ଉନ୍ନୟନମୂଳକ କାର୍ଯ୍ୟ ତଥା ଦାରିଦ୍ର୍ୟ ବିକାରୀ ମଧ୍ୟ ଖର୍ଚ୍ଚ କରାଗଲା। ପୁଣି ପ୍ରଥମେ କ'ଣ ହେଲା ନା ବିକାଶମୂଳକ ଯୋଜନାରୁ କିଛିଟା ସୁଫଳ ମିଳିଲା। ଶସ୍ୟ ଶ୍ୟାମଳ ହେଲା ସୁଶୋଭିତ କ୍ଷେତ୍ର ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ, ଏବଂ କଳକାରଖାନାରେ ବିଜୁଳି ମିଳିଲା। ଦେଶର ଆର୍ଥିକ ଅଭିବୃଦ୍ଧି ଧୀରେ ଧୀରେ ଅଭିବୃଦ୍ଧି ହେବାରେ ଲାଗିଲା। ନୂଆ ନୂଆ ସମସ୍ୟା ମଧ୍ୟ ସୃଷ୍ଟି ହେଲା, ଯାହା ଥିଲା ବିସ୍ଥାପନ ସମସ୍ୟା। ଜଳବିଦ୍ୟୁତ ପ୍ରକଳ୍ପ, ଶିଳ୍ପ କଳକାରଖାନା ନିର୍ମାଣ ଆଦି ଜମି ପାଇଁ ଅଗ୍ରାଧିକାର ଦେଖିବାକୁ ମିଳିଲା। ଅର୍ଥାତ୍ ଜମିର ଆବଶ୍ୟକ ପଡ଼ିଲା ଏବଂ ଲୋକମାନେ ଗୋଟିଏ ସ୍ଥାନ ଅନ୍ୟ ସ୍ଥାନାନ୍ତରଣ କରାଗଲା। ପରିତାପର ବିଷୟ ଯେ ସ୍ୱାଧୀନତା ପରେ ଭାରତ ଉଭୟ ସରକାରୀ ବେସରକାରୀ କ୍ଷେତ୍ରରେ ବିକାଶମୂଳକ ପରିଯୋଜନା ଗୁଡ଼ିକର କାର୍ଯ୍ୟକାରିତା ପାଇଁ କେତେ ସଂଖ୍ୟାରେ ଲୋକଙ୍କୁ ବିସ୍ଥାପିତ କରାଯାଇଛି, ତାହାର ହିସାବ ସରକାର ପାଖରେ ମଧ୍ୟ ନାହିଁ। ଏକ ବେସରକାରୀ ହିସାବ ଅନୁଯାୟୀ 1951 ରୁ 1991 ମଧ୍ୟରେ ସାରା ଭାରତରେ ପରିଯୋଜନାରେ
ପ୍ରାୟ 213 ଲକ୍ଷ ଲୋକଙ୍କୁ ବିସ୍ଥାପିତ କରାଯାଇଥିଲା। 1991 ମସିହା ଜଗତୀକରଣ ପ୍ରକ୍ରିୟା ବା ଆମେ ଯାହାକୁ କହୁଛେ ଗ୍ଲୋବାଲାଇଜେସନ୍, ଅର୍ଥାତ୍ ବିଶ୍ୱ ଅର୍ଥନୀତି ସହ ଦେଶର ଅର୍ଥନୀତିକୁ ସଂଯୋଗୀକରଣ ପ୍ରକ୍ରିୟାକୁ ଜଗତୀକରଣ ବୋଲି କୁହାଯାଏ। ଏହି ଜଗତୀକରଣ ପ୍ରକ୍ରିୟା ଅଧିକ କଳକାରଖାନା ହେଲା, ଶିଳ୍ପ ହେଲା, ଭିତ୍ତିଭୂମି ହେଲା, ପ୍ରକଳ୍ପ ପ୍ରତିଷ୍ଠା ହୋଇ ଆହୁରି 100 ଲକ୍ଷ ବିସ୍ଥାପିତ ହୋଇଛି। ପୁଣି ବିସ୍ଥାପନ ଅବସ୍ଥା ଓ ଆକାର ପରିମାଣ, ଏହାର ଗୋଟେ ଡାଟା ଦେଇ ତୁମେମାନେ ଦେଖିପାରୁଥିବ। ତାପରେ ଦେଖିବା ସ୍ୱାଧୀନତା ପରଠାରୁ ବିଭିନ୍ନ ବିକାଶମୂଳକ ପରିଯୋଜନା ପାଇଁ ଓଡ଼ିଶାରେ 86,110 ପରିବାର ଅର୍ଥାତ୍ 5 ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ। ନିମ୍ନ ସାରଣୀରେ ବିସ୍ଥାପିତ ତଥ୍ୟ ପ୍ରଦାନ କରାଯାଇଛି। ବିସ୍ଥାପନ ଓ କ୍ଷତିପୂରଣ ଓ ପୁନଃଥାଇଥାନ ସମସ୍ୟା ଦେଖିବାକୁ ମିଳେ। ଯେତେବେଳେ ଗୋଟେ ପରିବାର ବା ଗୋଟେ ଗୋଷ୍ଠୀ ଲୋକଙ୍କୁ ବିସ୍ଥାପିତ କରାଯାଏ, ପୁଣି ଗୋଟେ ସ୍ଥାନରେ ଥଇଥାନ କରିବା ମଧ୍ୟ ଗୋଟେ ବଡ଼ ସମସ୍ୟା ସୃଷ୍ଟି କରେ। ତ ବିସ୍ଥାପନ ପ୍ରକ୍ରିୟା ସହ ଜଡ଼ିତ ଗୋଟେ ବିସ୍ଥାପିତର କ୍ଷତିପୂରଣ ଓ ପୁନଃଥାଇଥାନ ସମସ୍ୟା ତାକୁ ମିଳେ ବି ମିଳି ନପାରେ ବି। ବିକାଶର ପରିଯୋଜନାରେ କାର୍ଯ୍ୟକାରିତା ଯୋଗୁଁ ବିସ୍ଥାପିତ ହୋଇଥିବା ପ୍ରକଳ୍ପ କ୍ଷତିଗ୍ରସ୍ତ ଲୋକମାନଙ୍କୁ ପୁନଃଥାଇଥାନ କରିବା ସରକାର ଓ ମାତ୍ର ବିଭିନ୍ନ ସର୍ଭେରୁ ଜଣାଯାଇଛି ଯେ ପ୍ରକଳ୍ପ କ୍ଷତିଗ୍ରସ୍ତ ଲୋକମାନଙ୍କୁ ସରକାର କ'ଣ କରେ ନା ଜମି ପ୍ରଦାନ କରେ। ଯେଉଁ କ୍ଷତିଗ୍ରସ୍ତ ଲୋକମାନଙ୍କୁ ସରକାର ଜମି ହେଲା, ଗଛ ବୃକ୍ଷ କ୍ଷତିପୂରଣ ପୁଣି ଦିଅନ୍ତି ନାହିଁ। ଯାହାକି କ୍ଷତିପୂରଣ ମିଳେ ତାହା ସମୁଦ୍ରକୁ ଶଙ୍ଖେ, ଅର୍ଥାତ୍ ନ ମିଳିଥିଲେ ତାହା ଚଳିଥାନ୍ତା। ସେ ସମୟରେ ତାହା ଥିଲା, ମାତ୍ର ବର୍ତ୍ତମାନ ସମୟରେ ଦେଉଛନ୍ତି ସରକାର। ସେତେ ମାତ୍ରାରେ ଅଧା ଫାଇଦା ପାଉଛନ୍ତି, ଅଧା ପାଉନାହାନ୍ତି। ସ୍ୱଳ୍ପ ମାତ୍ରାରେ କ୍ଷତିପୂରଣ ଦିଆଯାଇ ବିସ୍ଥାପିତମାନଙ୍କୁ ତାଙ୍କ ପୈତୃକ ଜମି ଘରୁ ବିତାଡ଼ିତ କରିଦିଆଯାଇଥାଏ। ପୁନଶ୍ଚ ବିସ୍ଥାପିତମାନଙ୍କର ଜୀବନ ଜୀବିକା ପୁଣି କିପରି ଗଢ଼ି ଉଠିବ ତାହା ସରକାର ସୁଚିନ୍ତିତ ନୁହନ୍ତି। ପ୍ରକଳ୍ପ ତିଆରିରେ ସରକାର ଯେ କୋଟି କୋଟି ଟଙ୍କା ବ୍ୟୟ କରନ୍ତି, ଅଥଚ ଜମି ଉପରେ ପ୍ରକଳ୍ପଟିଏ ଠିଆ ହୁଏ, ସେମାନଙ୍କର ପୁନଃଥାଇଥାନ ପାଇଁ ସରକାର ସ୍ୱଳ୍ପ ଅର୍ଥ ବ୍ୟୟ କରନ୍ତି। ପୁନଃଥାଇଥାନ ପାଇଁ ସାମାନ୍ୟ ଟଙ୍କା କେଇଟା ଧରାଇ ଦେଇ ବିସ୍ଥାପିତମାନଙ୍କୁ ତାଙ୍କ ଭିଟା ମାଟି ତଡ଼ି ଦିଅନ୍ତି, ନିଜ ଜନ୍ମସ୍ଥାନରେ ତଡ଼ି ଦିଅନ୍ତି। ବିକାଶମୂଳକ କାର୍ଯ୍ୟ ସମୀକ୍ଷାରୁ ଜଣାଯାଏ ଯେ ମୋଟ ବିସ୍ଥାପିତ ଲୋକମାନଙ୍କ ମଧ୍ୟରୁ ପ୍ରାୟ 75% ଉପଯୁକ୍ତ ସ୍ଥାନ ପାଇପାରନ୍ତି ନାହିଁ। ସେମାନଙ୍କର ଜୀବିକା ଜୀବନରେ ବହୁତ କ୍ଷତିଗ୍ରସ୍ତ ହୋଇଥାଏ। ତ ବିସ୍ଥାପନ ହେବା ଦ୍ୱାରା କ'ଣ ଆମ ଉପରେ ପ୍ରଭାବ ପଡ଼େ ବା କ'ଣ ସମସ୍ୟା ସୃଷ୍ଟି ହୁଏ? ତ ବିକାଶମୂଳକ କାର୍ଯ୍ୟ ହେବା ଦ୍ୱାରା ବିସ୍ଥାପିତ ହୋଇଥାନ୍ତି ଲୋକମାନେ। ସେହି ବିସ୍ଥାପିତ ଲୋକମାନଙ୍କର ନିଜ ଜନ୍ମ ମାଟି ଛାଡ଼ିଥାନ୍ତି। ଅନ୍ୟପକ୍ଷରେ ଅନେକ ଥାଇଥାନ ଅଭାବ ଦେଖା ଦେଇଥାଏ, ଗଭୀର ଭାବରେ ସେମାନଙ୍କ ଜୀବନକୁ ପ୍ରଭାବିତ କରିଥାଏ। ଅବଶ୍ୟ ବିସ୍ଥାପିତ ପ୍ରକ୍ରିୟା ଧନୀ, ଦରିଦ୍ର, ଶିକ୍ଷିତ, ଅଶିକ୍ଷିତ, ପୁରୁଷ, ମହିଳା ଭିନ୍ନ ଭିନ୍ନ ପ୍ରକାରର ପ୍ରଭାବିତ ହୋଇଥାନ୍ତି, ଯାହା ନିମ୍ନରେ ଆଲୋଚନା କରାଗଲା। ତ ପ୍ରଥମେ ହେଲା ସାମାଜିକ ପ୍ରଭାବ। ପ୍ରକଳ୍ପ ବାସଚ୍ୟୁତ ଲୋକମାନଙ୍କୁ ନିଜ ଇଚ୍ଛା ବିରୋଧରେ ନିଜ ଜନ୍ମମାଟି ଛାଡ଼ି ଏକ ନୂଆ ସ୍ଥାନରେ ଜୀବନ ଆରମ୍ଭ କରିବା ପାଇଁ ପଡ଼ିଥାଏ। ଏହା ଫଳରେ ସେମାନଙ୍କର ପରିବାର ବ୍ୟବସ୍ଥା ଭାଙ୍ଗିଯାଏ, ସାମାଜିକ ସମ୍ପର୍କ ଚିରକାଳ ପାଇଁ ତୁଟିଯାଏ, ବଂଶକୁଳ ଗୋତ୍ରର ଲୋକମାନଙ୍କ ସହିତ ସାମାଜିକ ବନ୍ଧନ ତୁଟିଯାଏ। ପିଢ଼ି ପରେ ପିଢ଼ି ରହିଥିବା ଜନ୍ମମାଟି ଗାଁ ମାଟି ଛାଡ଼ିବାକୁ ଫଳରେ ଗୋଷ୍ଠୀଗତ ଜୀବନରେ ପ୍ରଭାବିତ ହୋଇଥାଏ। ତାହା ହେଲା ସାମାଜିକ ପ୍ରଭାବ। ଅର୍ଥାତ୍ ସେ ନିଜର ଜନ୍ମମାଟିକୁ ଛାଡ଼ି ପରିବାର ଭାଙ୍ଗିଯାଏ, ବଂଶକୁଳ ଗୋତ୍ରକୁ ତୁଟିଯାଏ, ପରପିଢ଼ି ପାଇଁ ସେ ସବୁ କିଛି ଛାଡ଼ି ଯାଇଥାଏ। ଦୁଇରେ ହେଲା ଆର୍ଥିକ ପ୍ରଭାବ। ସେ ଯେଉଁ ଗୋଟେ ବୃତ୍ତି କରୁଥିଲା ସେଠାରେ, ସେ ବୃତ୍ତିକୁ ମଧ୍ୟ ହରାଇଲା।
ଚାଷ ଜମି ବି ହରାଇଛି, ପାରମ୍ପରିକ ବୃତ୍ତି ମଧ୍ୟ ଛାଡ଼ିଛି, ତା'ର ଶ୍ରମିକ ଧନ୍ଦା ମଧ୍ୟ ହରାଇ ବସେ, ହାଟ ବଜାର ଭାଙ୍ଗି ଯାଇଛି, ବେପାର ବଣିକା ବୁଡ଼ି ଯାଇଛି। ସବୁ ଆର୍ଥିକ ପ୍ରଭାବ। ସାଂସ୍କୃତିକ ପ୍ରଭାବ ଦେଖିବାକୁ ମିଳେ। ପୁଣି ବିସ୍ଥାପିତ ହେବା ଦ୍ୱାରା ସାଂସ୍କୃତିକ ଦୃଷ୍ଟିରୁ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ। ଲୋକମାନଙ୍କର ସାହିତ୍ୟ ସଂସ୍କୃତି ନାଚ ଗୀତକୁ ଛଡ଼ାଇ ନିଏ। ଗାଁ, ମସଜିଦ୍, ଗିର୍ଜା, ପାଠ, ମନ୍ଦିର, ମଠ, ସମାଧି ସହିତ ସମ୍ପର୍କ ତୁଟିଯାଏ। ଯୁଗ ଯୁଗ ଧରି ପାଳିତ ହୋଇ ଆସୁଥିବା ପର୍ବପର୍ବାଣି, ଯାତ୍ରା ମଧ୍ୟ ବନ୍ଦ ହୋଇଯାଏ। ସ୍ୱାସ୍ଥ୍ୟଗତ ପ୍ରଭାବ, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗଲେ ତା'ର ସେଠାରେ ରହିଥିବା ବାତାବରଣ ମଧ୍ୟ ଭିନ୍ନ ଥାଏ। ନୂଆ ସ୍ଥାନରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ବିତାଇବାକୁ ହୋଇଥାଏ। ସେମାନେ ସାଥୀ ହୋଇଥିବା ଗୃହପାଳିତ ପଶୁମାନେ ନାନା ରୋଗର ଶିକାର ମଧ୍ୟ ହୋଇଥାନ୍ତି। ନୂଆ ସ୍ଥାନରେ ଖାଦ୍ୟପାନୀୟର ମଧ୍ୟ ଅଭାବ ଦେଖିବାକୁ ମିଳିଥାଏ। ଶିକ୍ଷାଗତ ପ୍ରଭାବ, ନୂଆ ସ୍ଥାନରେ ବିସ୍ଥାପିତ ଲୋକମାନଙ୍କର ପିଲାମାନଙ୍କର ଶିକ୍ଷା ସମସ୍ୟା ସୃଷ୍ଟି ହୋଇଥାଏ। ପିଲାମାନେ ନୂଆ ସ୍କୁଲ, ନୂଆ ପରିବେଶରେ ପାଠ ପଢ଼ିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ଅନେକ କ୍ଷେତ୍ରରେ ବିଦ୍ୟାଳୟ ଗୁଡ଼ିକରେ ଦୂରରେ ପିଲାମାନଙ୍କୁ ଶିକ୍ଷା ଯିବା ଆସିବାରେ ମଧ୍ୟ ଅଭାବ ଦେଖିବାକୁ ମିଳିଥାଏ। ତାପରେ ଆସିଲା ମାନସିକ ପ୍ରଭାବ। ବିସ୍ଥାପିତ ହେବା ଦ୍ୱାରା ଲୋକମାନଙ୍କର ମାନଙ୍କର ଗୋଟେ ଚାପ ସୃଷ୍ଟି ହୁଏ ଏବଂ ପୁରୁଷ ମଧ୍ୟରେ ନିଜର ଗାଁ, ମାଟି, ମଠ, ସମାଧି ଆଦି ମନେ ପଡ଼ି ତା ଗଭୀର ମର୍ମାହତ ମଧ୍ୟ କରିଥାଏ। ମନରେ ଗଭୀର ବିଷାଦ ସୃଷ୍ଟି ହୁଏ। ଆୟ ଉପରେ ପ୍ରଭାବ, ବିସ୍ଥାପିତ ହେବା ଯୋଗୁଁ ଲୋକମାନଙ୍କର ନିୟମିତ ଆୟର ଉତ୍ସ ଭାଙ୍ଗିଯାଏ। ନୂଆ ଜାଗାରେ ରୋଜଗାର ହ୍ରାସ ପାଇଥାଏ। ମୂଲିଆ, ମଜୁରିଆ, ଶ୍ରମିକମାନେ ମଧ୍ୟ ନିୟମିତ କାମଧନ୍ଦା ପାଆନ୍ତି ନାହିଁ। ପାରମ୍ପରିକ ବୃତ୍ତିଧାରୀମାନେ ବୃତ୍ତି ହରାଇ ବସନ୍ତି। ଫଳରେ ସେମାନଙ୍କର ବାର୍ଷିକ ଆୟ ହ୍ରାସ ପାଏ। ମାନବିକ ଅଧିକାର ଉପରେ ପ୍ରଭାବ, ବିସ୍ଥାପନ ଯୋଗୁଁ ଲୋକମାନଙ୍କର ମାନବିକ ଅଧିକାର କ୍ଷୁଣ୍ଣ ହୋଇଯାଏ। ସେମାନେ ନିଜର ନ୍ୟାୟ ଅଧିକାରକୁ ବଞ୍ଚିତ ହୁଅନ୍ତି। ବିଶେଷ କରି ସେମାନଙ୍କର ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ଧାରା 19(1) ଏବଂ ଜୀବନ ଧାରଣ ବଞ୍ଚିବାର ଅଧିକାର ଧାରା 21 କ୍ଷୁଣ୍ଣ ହୋଇଥାଏ। ମହିଳାମାନଙ୍କର ସମସ୍ୟା, ବିଶେଷ କରି ମହିଳାମାନଙ୍କର ବିସ୍ଥାପନ ପ୍ରକ୍ରିୟା ଦ୍ୱାରା ଗୋଟେ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାଏ। ନୂଆ ପରିବେଶରେ ଖାପ ଖୁଆଇ ଚଳିବା ପରିବେଶରେ କଷ୍ଟଦାୟକ ହୋଇଥାଏ। ରୋଷେଇ, ଜାଳେଣୀ, ପାଣି ସଂଗ୍ରହରେ ମଧ୍ୟ ସମସ୍ୟା ସୃଷ୍ଟି କରେ। ଗୃହପାଳିତ ପଶୁମାନଙ୍କ ପାଇଁ ଖାଦ୍ୟ ଯୋଗାଡ଼ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି କରେ। ମାଇକେଲ ସାନିଆସ ମତରେ ବିସ୍ଥାପନର 8ଟି ସମସ୍ୟା। ପ୍ରଥମେ ହେଲା ଭୂମିହୀନତା, ଖାଦ୍ୟ ସୁରକ୍ଷା, କର୍ମହୀନତା, ଗରିବୀ ଏବଂ ସର୍ବସାଧାରଣହୀନତା, ବାସହୀନତା, ସାମାଜିକ ଅସନ୍ତୁଳନତା, ଶିଶୁ ହାର ବୃଦ୍ଧି। ଆଦିବାସୀମାନଙ୍କ ଉପରେ କ'ଣ ପ୍ରଭାବ ପଡ଼ିଥାଏ? ସମାଜର ଅନ୍ୟ ସମ୍ପ୍ରଦାୟ ତୁଳନାରେ ବିସ୍ଥାପିତ ପ୍ରକ୍ରିୟାରେ ଆଦିବାସୀମାନେ ମଧ୍ୟ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି। ଯେଭଳି ଅନ୍ୟମାନେ କ୍ଷତିଗ୍ରସ୍ତ ହୁଅନ୍ତି, ସେଭଳି ଆଦିବାସୀମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାନ୍ତି। ଜୀବନଧାରଣ, ଆଦିବାସୀମାନେ ବଣ ଜଙ୍ଗଲରେ ରହନ୍ତି। ସେମାନେ ସରଳ ତଥା ଜୀବନଯାପନ ନିର୍ବାହ କରନ୍ତି। ସେମାନଙ୍କର ଜୀବନ ସେମାନଙ୍କର ସଂସ୍କୃତି ସହିତ ଜଡ଼ିତ। ନଦ, ନଦୀ, ପାହାଡ଼, ପର୍ବତ ଏବଂ ବାପା ମା ସଦୃଶ ସେମାନଙ୍କର। ନାଚ ଗୀତ, ସେମାନେ ସର୍ବଦା ବ୍ୟସ୍ତ। ସେମାନଙ୍କର ଜୀବନ ହିଁ ନାଚ ଗୀତ। ବାହ୍ୟ ଜଗତ ସହିତ ସେମାନଙ୍କର ଭାବ ବିନିମୟ ନଥାଏ। ଜୀବନଯାପନ ପାଇଁ ସେମାନେ ମୁଖ୍ୟତଃ ପ୍ରକୃତି ଉପରେ ନିର୍ଭରଶୀଳ। ବଜାର ଭିତ୍ତିକ ସମାଜ ସହିତ ସେମାନଙ୍କର ପରିଚୟ ନଥାଏ। ସେମାନେ କେବଳ ପ୍ରକୃତିରୁ ସବୁକିଛି ଆଣିଥାନ୍ତି ଏବଂ ନିଜର ଜୀବନ ଅତିବାହିତ କରିଥାନ୍ତି। ମୁଖ୍ୟ ସମାଜଠାରୁ ବହୁ ଦୂରରେ ରହି ସେମାନେ ସଦାସର୍ବଦା ଗୋଷ୍ଠୀଗତ ସାମୂହିକ ଜୀବନ ବିତାଇଥାନ୍ତି। ସୁତରାଂ ବିସ୍ଥାପିତ ପ୍ରକ୍ରିୟା ଏହି ସରଳ ନିରୀହ ଆଦିବାସୀମାନଙ୍କରେ ଜୀବନ ଜୀବିକା ଜଡ଼ିତ ଦିଏ। ନିଜ ମାଟିରୁ ବିସ୍ଥାପିତ ହୋଇ ବଣ ଜଙ୍ଗଲ, ପାହାଡ଼ ଶୂନ୍ୟ ଅଞ୍ଚଳରେ ସେମାନେ ନୂଆ ଜୀବନ ଆରମ୍ଭ କରିଥାନ୍ତି। ନାଚ ଗୀତରେ ନିଜର ସମୟ ଅତିବାହିତ କରିଥାନ୍ତି। ଯାହାକି ଆଦିବାସୀମାନେ ଦରିଦ୍ର ଶ୍ରେଣୀର ହୋଇଥିବାରୁ ବିସ୍ଥାପିତ ପ୍ରକ୍ରିୟା ଆହୁରି ଦରିଦ୍ର ଅସହାୟ ସୃଷ୍ଟି କରେ। ବିସ୍ଥାପିତ ଜୀବନ ଧାରଣ ସମସ୍ୟା, ଡିସପ୍ଲେସମେଣ୍ଟ ଆଣ୍ଡ ପ୍ରୋବ୍ଲେମ ଅଫ୍ ଲାଇଭଲିହୁଡ୍। ତ ବିସ୍ଥାପିତ ପ୍ରକ୍ରିୟା ଦ୍ୱାରା ପ୍ରକଳ୍ପ ବାସଚ୍ୟୁତି ଲୋକମାନଙ୍କର ଜୀବନ ଜୀବିକାକୁ ଗରିବ ପ୍ରଭାବିତ କରେ। ବିସ୍ଥାପିତ ଯୋଗୁଁ ସେମାନଙ୍କର ଜମି, କର୍ମ, ବୃତ୍ତିକୁ ହରାଇଥାନ୍ତି। ସେମାନେ ସୁସ୍ଥ ଜୀବନ ଆବଶ୍ୟକ ଉପାଦାନରୁ ବଞ୍ଚିତ ହୁଅନ୍ତି।
ନିୟମିତ ଭାବରେ ତାଙ୍କର ଆୟ ସ୍ରୋତରେ ମଧ୍ୟ ହ୍ରାସ ପାଏ। ତାପରେ ବିସ୍ଥାପିତମାନଙ୍କର ଜୀବନ ପ୍ରକ୍ରିୟାରେ ମଧ୍ୟ କ'ଣ ହୁଏ ନା ପ୍ରଭାବିତ ହୋଇଥାନ୍ତି। ସେମାନେ ବେସାହାରା ହୋଇଥାନ୍ତି। ପଛୁଆ ବର୍ଗର ଲୋକମାନେ ବିସ୍ଥାପିତ ପ୍ରକ୍ରିୟା ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି। ସୁତରାଂ ବିସ୍ଥାପନ ପ୍ରକ୍ରିୟା ସେମାନଙ୍କ ଅସହାୟତା, ଭୟ, କ୍ରୋଧର ମନୋଭାବ ସୃଷ୍ଟି କରେ ଏବଂ ପରୋକ୍ଷ ଅଥବା ପ୍ରତ୍ୟକ୍ଷ ଭାବରେ ବିସ୍ଥାପିତ ଆନ୍ଦୋଳନକୁ ଜନ୍ମ ଦେଇଥାଏ। ତ ବିସ୍ଥାପିତମାନଙ୍କ ଦ୍ୱାରା ଆନ୍ଦୋଳନ ସ୍ୱାଧୀନତା ପରଠାରୁ ରାଷ୍ଟ୍ର ଅନୁସରଣ ବିକାଶ ଧାରାରେ କୋଟି କୋଟି ନିରୀହ ଲୋକ ବିସ୍ଥାପିତ ହୁଅନ୍ତି, ଯାହା ଜଙ୍ଗଲ ଜମିକୁ କ୍ଷତିପୂର୍ବକ ସେମାନଙ୍କର ପ୍ରାକୃତିକ ସମ୍ପଦକୁ ନାନା ଭାବରେ ଛିଡ଼ାଇ ନିଆଯାଇଛି। ତେଣୁ ବିସ୍ଥାପିତ ଆନ୍ଦୋଳନ ବିରୋଧର କାରଣ ଗୁଡ଼ିକ କ'ଣ, କାହିଁକି କରାଯାଉଛି? କ୍ଷତିପୂରଣ ପାଇଁ, ଥଇଥାନ ପାଇଁ ତଥା ପୁନର୍ବାସର ଅଭାବ ପାଇଁ, ଜୀବନ ଜୀବିକା ହରାଇବାର ଆଶଙ୍କା, ପରିବାର, ଜନ୍ମଭୂମି, ଜନ୍ମମାଟି, ସାହିତ୍ୟ ସଂସ୍କୃତି ସମ୍ପର୍କ, ନିୟମିତ ଆୟର ଉତ୍ସ, ପାରମ୍ପରିକ ବୃତ୍ତି ହଜିଯିବାର ଆଶଙ୍କା, ମାନବିକ ସମ୍ବିଧାନ ଅଧିକାର ଉଲ୍ଲଂଘନ, ଖାଦ୍ୟପାନୀୟ ସ୍ୱାସ୍ଥ୍ୟଗତ ସମସ୍ୟା, ପରିବେଶ ଅବକ୍ଷୟ ଆଶଙ୍କା। ଭାରତର ପ୍ରାରମ୍ଭିକ ପର୍ଯ୍ୟାୟରେ ଲକ୍ଷ ଲକ୍ଷ ଲୋକ ବିଭିନ୍ନ ବିକାଶମୂଳକ ପରିଯୋଜନା ଦ୍ୱାରା ବାସଚ୍ୟୁତ ହେଉଛନ୍ତି ବା ତାଙ୍କର ସେମାନେ ବାସସ୍ଥାନକୁ ହରାଇ ବସୁଛନ୍ତି। ଜାତୀୟ ବିକାଶ ନାମରେ ଦୁଃଖ ସବୁ ମୁଣ୍ଡପାତି ଗ୍ରହଣ କରି ନେଉଥିଲେ। ଅବଶ୍ୟ ସେତେବେଳେ ଅବଜ୍ଞା, ନିରକ୍ଷରତା ତ ବିସ୍ଥାପିତମାନେ ପ୍ରକ୍ରିୟାରେ ଗଭୀର ଭାବରେ କୁପରିମାଣରେ ସଚେତନ ନଥିଲେ। ମାତ୍ର ସମୟ ଅତିବାହିତ ହେବା ସମୟରେ ଶିକ୍ଷାର ପ୍ରଚାର, ସଚେତନତା ବିକାଶ ହେଇଛି। ସମସ୍ତେ ଶିକ୍ଷିତ ହେଲେ ଏବଂ ସମସ୍ତେ ଜାଣିପାରିଲେ, ସଚେତନ ହେଲେ, ସଜାଗ ହେଲେ। ବିଭିନ୍ନ ସ୍ୱେଚ୍ଛାଚାରୀ ସଂଗଠନ, ବିରୋଧୀ ରାଜନୈତିକ ଦଳମାନେ ମଧ୍ୟ ବିସ୍ତାରକୁ ସଚେତନ କରାଇଲେ। ତାଙ୍କର ନ୍ୟାୟ ପାଇଁ ସେମାନେ ପରାମର୍ଶ ଦେଲେ। ଫଳରେ ବିସ୍ଥାପିତ ପ୍ରକ୍ରିୟା ବିରୋଧରେ ସମଗ୍ର ଦେଶରେ ଆନ୍ଦୋଳନ ମୁଣ୍ଡ ଟେକିଲା। 1991ରେ ଜଗତସିଂହପୁରରେ ହେବା ପରେ ଭାରତବର୍ଷରେ ବିଭିନ୍ନ ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ପ୍ରକଳ୍ପ ଓ କଳକାରଖାନା ପ୍ରତିଷ୍ଠାକୁ ବିରୋଧ କରି ଆନ୍ଦୋଳନମାନ ସଂଗଠିତ ହେଲା ଏବଂ ବିସ୍ଥାପିତ ଲୋକମାନଙ୍କର ଆନ୍ଦୋଳନକୁ ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ସଂଗଠନ, ରାଜନୈତିକ ଦଳ ଓ ଆନ୍ତର୍ଜାତିକ ଅନୁଷ୍ଠାନମାନ ସକ୍ରିୟ ସମର୍ଥନ ଦେଉଥିବାରୁ ଅନେକ ସମୟରେ ଏସବୁ ଆନ୍ଦୋଳନ ଉଗ୍ର ରୂପ ଧାରଣ କରୁଛି। ବିଗତ ବର୍ଷମାନଙ୍କରେ ଭାରତ ବିଭିନ୍ନ ପ୍ରାନ୍ତରେ ତେହରୀ ବନ୍ଦ ଯୋଜନା, ନର୍ମଦା ସାଗର, ସର୍ଦ୍ଦାର ସରୋବର ବଞ୍ଚାଅ ଆନ୍ଦୋଳନ, ସେହିପରି ଓଡ଼ିଶାରେ ପୋସ୍କୋ ବିରୋଧୀ ବେଦାନ୍ତ ନିୟମଗିରି ଆନ୍ଦୋଳନ ହେଲା, କଳିଙ୍ଗନଗର ଆନ୍ଦୋଳନ ହେଲା, ଆଦି ଆନ୍ଦୋଳନ ହେଲା। ପ୍ରଥମେ ହେଲା ଭାରତର ପ୍ରମୁଖ ଆନ୍ଦୋଳନରେ ହେଲା ପୋସ୍କୋ ବିରୋଧୀ ଆନ୍ଦୋଳନ। ଓଡ଼ିଶାର ଜଗତସିଂହପୁରରେ ଇସ୍ପାତ କାରଖାନା ସ୍ଥାପନ କରିବା ପାଇଁ ଦକ୍ଷିଣ କୋରିଆର ବହୁରାଷ୍ଟ୍ରୀୟ କମ୍ପାନୀ ପୋସ୍କୋ ଷ୍ଟିଲ୍ କମ୍ପାନୀ ସରକାର ଜୁନ୍ 22, 2005ରେ ଗୋଟେ ସ୍ୱାକ୍ଷର ଚୁକ୍ତି କରିଥିଲେ। କମ୍ପାନୀ ଏ ପ୍ରକଳ୍ପ 12 ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ କରିବାକୁ ପ୍ରସ୍ତାବ। ଏହି କମ୍ପାନୀ 55,000 କୋଟି ଟଙ୍କା ନିବେଶ କରିବାକୁ ଚୁକ୍ତି କରିଥିଲା। ଏହା ଥିଲା ସର୍ବବୃହତ ଇସ୍ପାତ ପ୍ରକଳ୍ପ। ଦେଶର ସବୁଠାରୁ ବଡ଼ ବିଦେଶ ପୁଞ୍ଜି ନିବେଶ କହିଲେ ଅତ୍ୟୁକ୍ତି ହେବ ନାହିଁ। ପୋସ୍କୋ କମ୍ପାନୀ ଜଗତସିଂହପୁର ଜିଲ୍ଲା ଇସ୍ପାତ କାରଖାନା ବ୍ୟତୀତ ଜଟାଧାରୀ ମୁହାଣରେ ନିଜସ୍ୱ, ସୁନ୍ଦରଗଡ଼ ଜିଲ୍ଲା ଖଣ୍ଡାଧାର ଲୁହାପଥର ନେବାକୁ ପ୍ରସ୍ତାବ ଦେଇଥିଲା। ଏହି ପ୍ରକଳ୍ପ କମ୍ପାନୀ 4,000 ଏକରର ସହରାଞ୍ଚଳ ସ୍ଥାପନା ପାଇଁ ଆଉ 2,000 କୋଟି ଏକର ଜମିର ଆବଶ୍ୟକ କରୁଥିଲା। ଏହି ପ୍ରକଳ୍ପ 22,000 ଲୋକ ବିସ୍ଥାପିତ ହେବା ହୋଇଥିଲା। ଓଡ଼ିଶା ସରକାରଙ୍କ ଚୁକ୍ତିପତ୍ର ସମ୍ପାଦିତ ହେବା ଦିନଠାରୁ ଏହି ପ୍ରକଳ୍ପ ବିବାଦ ଘେରକୁ ଆସିଯାଇଥିଲା। ପ୍ରକଳ୍ପ ସ୍ଥାପନାକୁ ସ୍ଥାନୀୟ ଆଦିବାସୀମାନେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିଲେ। ସପକ୍ଷବାଦୀମାନେ ପ୍ରକଳ୍ପ ସ୍ଥାପନ ପକ୍ଷରେ ମତ ଦେଇଥିଲେ, ବିପକ୍ଷମାନେ ପ୍ରକଳ୍ପ ସ୍ଥାପନକୁ ବିରୋଧ କରିଥିଲେ। ଏହିଭଳି ଆନ୍ଦୋଳନ ଚାଲିଲା। ତାପରେ ଜଟାସିଂହପୁର ପ୍ରକଳ୍ପ ଆନ୍ଦୋଳନ ହେଲା। ଠିକ୍ ସେହିପରି ନର୍ମଦା ବଞ୍ଚାଅ ଆନ୍ଦୋଳନ ଗୋଟେ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ। ନର୍ମଦା ବଞ୍ଚାଅ ଆନ୍ଦୋଳନ ସର୍ବଭାରତୀୟ ମୁଖ୍ୟ ଆନ୍ଦୋଳନ। ଏହି ଆନ୍ଦୋଳନ ଦେଶର ଅନେକ ଜନ ଆନ୍ଦୋଳନର ପ୍ରେରଣା ଯୋଗାଇଥିଲା। ଏହି ଆନ୍ଦୋଳନ ମୁଖ୍ୟତଃ ପରିବେଶ ସୁରକ୍ଷା, ବିସ୍ଥାପିତ ବିରୋଧୀ ଆନ୍ଦୋଳନ ଥିଲା। ପରିବେଶକୁ ସୁରକ୍ଷା ନିମନ୍ତେ ଏବଂ ବିସ୍ଥାପନ ବିରୋଧୀକୁ ନେଇକି ମଧ୍ୟ। ଭାରତର ଅନ୍ୟତମ ବୃହତ୍ତମ ନଦୀ ନର୍ମଦା ନଦୀ 3ଟି ରାଜ୍ୟକୁ ପ୍ରଭାବିତ ହୋଇଛି। ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଏହି 3ଟି ରାଷ୍ଟ୍ରରୁ ପ୍ରଭାବିତ ହୋଇଛି ନର୍ମଦା। ଏହି ନଦୀରେ 2ଟି ବୃହତ ଯୋଜନା, ସର୍ଦ୍ଦାର ସରୋବର
सरदार सागर प्रकल्प, नर्मदा सागर प्रकल्प विद्युत उत्पादन कर स्थिर करथिला। ଏହି ପ୍ରକଳ୍ପ ଗୁଡ଼ିକ ପାଇଁ ବିଶ୍ୱ ବ୍ୟାଙ୍କ ଅନୁଦାନ ରାଶି କରିଥିଲା ଏବଂ 1981 ମସିହା ଆରମ୍ଭରେ ନଦୀବନ୍ଧ ଯୋଜନା ଗୁଡ଼ିକ 248ଟି ଗାଁ ପ୍ରାୟ 1 ଲକ୍ଷରୁ ଅଧିକ ବିସ୍ଥାପିତ ହେବାର ଥିଲା। ତେଣୁ ପରିବେଶର ବ୍ୟାପକ କ୍ଷତି ହେଉଥିଲା। ସରକାର ଥାଇଥାନ ପୁନର୍ବାସନ ନୀତିକୁ ନେଇ ବିସ୍ଥାପିତମାନଙ୍କ ଅସନ୍ତୁଷ୍ଟି ସୃଷ୍ଟି କଲା, ଯାହାର ଫଳରେ ବିରୋଧ ଆନ୍ଦୋଳନ ସୃଷ୍ଟି ହେଲା, ଯାହାର ନେତୃତ୍ୱ ନେଇଥିଲେ ମେଧା ପାଟେକର। ଏହି ଆନ୍ଦୋଳନକୁ ବାବା ଅରୁନ୍ଧତୀ ରାୟ ମଧ୍ୟ ସମର୍ଥନ କରିଥିଲେ। 50,000ରୁ ଉର୍ଦ୍ଧ୍ୱ ଲୋକ ଯୋଗ ଦେଇଥିଲେ। ସଭା ସମିତି ହେଇଥିଲା। ଅନେକ ଆନ୍ଦୋଳନକାରୀ ପୋଲିସ ମଧ୍ୟରେ ସଂଘର୍ଷ ସୃଷ୍ଟି ହେଇଥିଲା ଏବଂ ଜନ ଆନ୍ଦୋଳନର ଗୁରୁତ୍ୱ ମହତ୍ୱ ଉପରେ ଉପଲବ୍ଧି କରି ବିଶ୍ୱ ବ୍ୟାଙ୍କ ଥାଇଥାନ ପୁନର୍ବାସନ ସମୀକ୍ଷା ଦଳ ପଠାଇଥିଲା। ବ୍ୟାପକ ସମୀକ୍ଷା ପରେ 1993ରେ ବିଶ୍ୱ ବ୍ୟାଙ୍କ ଗୋଟେ ପ୍ରକଳ୍ପରୁ ଓହରି ଯାଇଥିଲା ଏବଂ ଗୁଜରାଟ ସରକାର ଅନ୍ୟ ସୂତ୍ରରୁ ଆର୍ଥିକ ସହାୟତା ଆଣି ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଚାଲୁ ରଖିଥିଲେ। ତାହା ପ୍ରକଳ୍ପ ଓ ବିସ୍ଥାପିତମାନଙ୍କ ବିରୋଧ ଏତେ ମଧ୍ୟ ଜାରି ରହିଥିଲା। ବେଦାନ୍ତ ଆଲୁମିନିୟମ ଓ ନିୟମଗିରି ଆନ୍ଦୋଳନ, ଏହା ଓଡ଼ିଶାର ହେଇଥିଲା, ଯାହାକି ଗୋଟେ ମାଇନିଂ କର୍ପୋରେସନ 2003 ଯେ ସ୍ୱାକ୍ଷରିତ କରିଥିଲା। ଓଡ଼ିଶା ମାଇନିଂ କର୍ପୋରେସନ ବେଦାନ୍ତ କମ୍ପାନୀ ଲାଞ୍ଚିଗଡ଼ଠାରେ ଗୋଟେ ଆଲୁମିନିୟମ ଉତ୍ପାଦନ କରିବା ପାଇଁ ଆରମ୍ଭ କରିଥିଲା। କମ୍ପାନୀ 4,000 କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ରାଜି ହେଇଥିଲା। ଠିକ୍ ସେହିପରି ଅନେକ ଗୁଡ଼ିଏ ଆନ୍ଦୋଳନ ତୁମେ ନିଜେ ଟିକେ ଦେଖିଦେବ, ଯେହେତୁ ସମୟ ବେଶୀ ହେଇଯାଉଛି, ତେଣୁ ଆମେ ପରବର୍ତ୍ତୀ ଭିଡ଼ିଓରେ କ୍ୱେଶ୍ଚିନ୍ ଆନ୍ସର୍ ଗୁଡ଼ିକ ଦେଖିବା।